এটা বেসন দেখা না পনির দেখা হচ্ছে এটা পନିর ভଳିয়া দেখ পুরা দেখা হচ্ছে ये खाइला बेलू कौन पूरा टेस्ट भी पनीर भाया लगे ଆମେ ଛାଣି ସାରିଲା ପରେ ଦେଖିବ କେମିତି ଆଉ जय जगन्नाथ समस्त आबे सका होगला ए 8टा बाजीगला लेट होगला मोर आज शोक उठा मुझे ड्यूटी छुट्टी आनी कौन पर छुट्टी आनी कहीं छुट्टी आनी चलतु आज वीडियो सब देखी निरंजन स्वाई जी दादा आमर दादा वीडियो सीना सी मुझर दादा हो जाए सी मो पुतुरा हो जाती किंतु एक्चुअली सी हूँ मो दादा मुझे पुतुरा आउ सी मो चाहिए बहुत बड़ बड़ हे मुझे वीडियो कला सीना साथ मिसामिशी करुच्ची आमती किसी ना चलतु देखा आज कहीं छुट्टी आनी एपाई कहूँ जे निरंजन स्वाई बापाकर आज वर्षिकिया प्रथम वर्षिकिया आज से मुझे छुट्टी आनी सका सन्ध्या से रही पड़ो चलतु देखा से आग देखा कौन कर दादा कौन ना दादा शोक उठिले कि ना केमी रोषेईवास हो कौन होमी लोक खियापिया हो चलतु देखा आज जेहेतु संक्रांति संक्रांति घरे पूजा पूजी भी चलो नना भी एवं आसवे घी पोड़ापा मामा खुड़ी बो समस्ते सका उठी घर पोछा पोछी सरी ठाकुर घर भी पोछा हो नना एवं आसिक पहुँचीजे कौन करमती हूँ कथा घरे तो एमती सब चली पूजा पूजी संध्या संध्या बेलू भी बट से बाबा पाखे भी आज चलो पूजा पूजी चलि मोर काम एठू घर सईला ब्रश फ्रश कर सारी मोर काम चलला मोर हुंडा साइन टाकू बाहर करी चलिली वर्तमान मुझे पहुँची गली कौटी दादा घर आसी पहुँची गली आबे नना तर चुली नगैले आंच नगैले धूप दिया सईला आकर देखिपारे एमती सब परिवा सब थुआई परिवा कटाकटी भी चली एम सब चली कम देखा जाऊ आज दिन मान भर कौन कौन हो सब देखेबी दादा अब कौन मजा मजी हम चलन जा से दीटा माछ दवा चलन मजा हम ओ दादा मजा हम चलन तुम वीडियो भी आज पड़ी आज वीडियो पहला है तुम वीडियो सब वीडियो आज पड़ो आज कौन करुच कौन ना सब वीडियो आज सका सन्ध्या पड़ो पूरा आज आज गोटे बढ़िया जिनस देखे दादा तार कौन करे कौन ना से सब जिन किसी वीडियो पकाए ना किंतु आज मुझे देखे से कौन कर कौन ना सब जिन आज मुझे देखे भाई यही गोटा ये सब बुझे एत गुरा माछ दरकार ना दीटा कड़े ना माछ दरकार कड़े दादा आज मत तुम बेला बड़ी उठीच हाँ ना ना आज तुम फास्ट मत जीवन मत फास्ट बेला बड़ी उठीच छटा सत बता छटा ये सब कम तो सरीगला आउ कौन से डेट करके जा पड़ो सी पड़ोनी ये बेलू पड़ो ठंडा जो रही
ତମେ କିନ୍ତୁ ଦାଦା ବ୍ଲଗ ଭିଡ଼ିଓ କରୁଛ ବ୍ଲଗ ପକାଅ ଦାଦା ମୁଁ ମୋ ଜୀବନରେ ଆଜି ପର୍ଯ୍ୟନ୍ତ ତମେ ଏଇ ଯୋଉ ତମେ କ'ଣ କରୁଛ କ'ଣ ନାହିଁ ସେସବୁ ଜିନିଷ ପକାଅ। ସେଗୁରା ମୁଁ ପକେଇନି କେବେ ଜୀବନରେ ପକେଇନି ଆଜି ଆଉ ଆଜି ପଡ଼ିବ ଏଇଟା ଆଉ ଆଜି ଏଇଟା ଭିଡ଼ିଓ ଧରୁଛି ଏଇଟା ଧରିକି ପଛରେ ଏଇଟା ଆଜି ପଡ଼ିବ। ତ ସେ ଆଉ ଇଏ ହେଉଛନ୍ତି ଆମ ରୋଷେଇ କରୁଛନ୍ତି କୁନ୍ଥାନା ଆଉ ଇଏ ହେଉଛନ୍ତି ଆମର ସାଲେପୁର ବ୍ଲକର ପ୍ରସିଦ୍ଧ ରୋଷେଇଆ। ଆଉ ଆମ ଅଞ୍ଚଳର ଖଣ୍ଡମଣ୍ଡ ଅଞ୍ଚଳରେ ସମସ୍ତଙ୍କର ଆଙ୍କର ନାଁ ଅଛି। ଆଉ ରୋଷେଇ ମାନେ ସାରା ମାନେ ଓଡ଼ିଶା ସାରା କହିଲେ ବି ବହୁତ ଜାଗା ଯାଆନ୍ତି ସାରା ଓଡ଼ିଶା ଯାକ ବି କହିଲେ ବି ଚଳିବ। ବାହାରକୁ ଯାଆନ୍ତି ରୋଷେଇ କରିବା ପାଇଁକା। ଆଉ ଇଏ ହେଉଛନ୍ତି ତାଙ୍କ ପୁଅ ଆଉ ସିଏ ତାଙ୍କ ପୁତୁରା ବସିଛନ୍ତି ସେଠି ଆଉ ତାଙ୍କ ସାଙ୍ଗରେ ଆସିଛନ୍ତି ମଉସା ଜଣେ ବି ଆସିଛନ୍ତି। ଆଉ ଏମିତି ଚାଲିଛି ରୋଷେଇ ଚାଲିଛି। ନନା ରୋଷେଇ କେତେବେଳକୁ ଗୋଟାଏ ବେଳକୁ ରେଡ଼ି ହେଇଯାଇଥିବ? ବଡ଼ ପାଟିରେ ଟିକେ କହୁନ। ଆଚ୍ଛା ଆଚ୍ଛା ଆଉ ଗୋଟାଏ ବେଳକୁ ଲୋକ ସମସ୍ତେ ଆସିବେ। ଦାଦା ତମେ ଗାଧେଇ ସାରିଲଣି? ମତେ ଥଣ୍ଡା ପ୍ରବଳ ମୋ ନାକ ଫାକ ହଉ ହଉ ମୁଁ ଯାଉଛି ଗାଧେଇକି ଆସେ ଦାଦା। ଗାଧେଇକି ଏକାଥରେ କରିକି ଇଏ କରିକି ଖାଇ ପିଇକି ମୁଁ ଆସେ। ରହୁଛି ପୁଣି ଦେଖାହେବ ଆଗକୁ ଦେଖାହେବ ଭିଡ଼ିଓ କ'ଣ ହେବ କ'ଣ ନାହିଁ। ନନା ବେସନ ପାକିଗଲାଣି? ହାଁ କ'ଣ କହୁନ ବଡ଼ ପାଟିରେ ତମ କ'ଣ ନାଜ ମାଡ଼ୁଛି? ପାକିଗଲାଣି। ଆଉ ନନା ଏବେ ବେସନ କଟା ହେଲା। ଆଉ ଏକରେ ତ ଛଣା ଚାଲିଛି ପରିବା ଛଣାଛଣି ଚାଲିଛି। ତମେ ଟିକେ ସିନା ବଡ଼ ପାଟିରେ କହିଲେ ସମସ୍ତେ ତମ କଥାକୁ ଜାଣିବେ। ତମ ନମ୍ବରଟା ପୁଣି ଆ ଦେହରେ ଦିଆହେଇଯିବ ଅବିକା। ଆଉ ଫୋନ୍ ଫାନ୍ ପୁଣି କେମିତି କରିବେ ଲୋକ ଜାଣିବେ କେମିତି ତମକୁ? ନାଇଁ ନମ୍ବରଟା ନନାଙ୍କର ଦେଇଦେବୁ ହେଲା। ହଁ ନନା ନମ୍ବର ଏଇଠି ଉପରେ ଲେଖା ହେଇଯିବ ପୁରା। ଆଉ ହେଇକି ନନା ତ କହିଛନ୍ତି ଗୋଟାଏ ବେଳକୁ ରୋଷେଇ ସରିଯିବ ବୋଲିକା। ଦେଖିବା ଗୋଟାଏ ବେଳକୁ ତ ମୁଁ ପୁଣି ଭିଡ଼ିଓ କରିବି ଦେଖିବି ମୁଁ ରୋଷେଇ ସରିଛି କି ନା ନାହିଁ ଦେଖିବେ ସମସ୍ତେ। ଆଉ ଏମିତି ନନା ସେକରେ ଯାଇକି କୁନ୍ଥାନା କ'ଣ କରୁଛନ୍ତି ଚୁଲି ଲଗେଇଲେ ଆଉ ଗୋଟେ ଚୁଲି ଏକରେ ତାଙ୍କ ପୁତୁରା ଆସିଲେ ବେସନକୁ ପୁଣି କାଟିଲେ। ନନା ଗୋଟାଏ ବେଳକୁ ରୋଷେଇ ସରିଯାଇଥିବ ତ? ଆଚ୍ଛା ହଉ ଠିକ୍ ଅଛି। ପୁଣି ଆଜି ବିନା ପିଆଜ ରସୁଣରେ ନନା ରୋଷେଇ କରୁଛନ୍ତି ଯେହେତୁ ଆଜି ସଂକ୍ରାନ୍ତି ବୋଲିକି। ଆଉ ନିଶ୍ଚିନ୍ତ ଟେଷ୍ଟ ତ ଆପଣମାନେ ଆମେ ତ ଏକରେ ଜାଣିଛୁ ନନାଙ୍କର ଟେଷ୍ଟ କେଉଁ ଭଳିଆ। ଆଉ ଆପଣମାନେ ଥରେ ଡାକନ୍ତୁ ନନାଙ୍କୁ ରୋଷେଇ କରିବା ପାଇଁକି ଜାଣିପାରିବେ ନନାଙ୍କର କେଉଁ ଭଳି ଟେଷ୍ଟ କ'ଣ। ଆଉ ସେକରେ ନନା ତାଙ୍କର ସେଠି କ୍ଷୀରି ବସେଇଛନ୍ତି। ଆଉ ଏଠି ପୁରା ମିକ୍ସଚର ହେବା ପାଇଁକି ପରିବାପତ୍ର ଛଣାଛଣି ସବୁ ସରିଲାଣି। ଆଉ ଇଏ ବେସନଟି ହେବ କୋବି ହେବ ସେକରେ କୋବି କଟା ଚାଲିଛି ମଉସା ସେକରେ କୋବି କାଟୁଛନ୍ତି। ଆଉ ଏମିତି ଚାଲିଛି ଆଉ। ଦେଖାଯାଉଛି ବେସନ ଦେଖାଯାଉଛି ନା ପନିର ଦେଖାଯାଉଛି? ଏଇଟା ପନିର ଭଳିଆ ଦେଖ ପୁରା ଦେଖାହେଉଛି। ଇଏ ଖାଇଲା ବେଳକୁ କ'ଣ ପୁରା ଟେଷ୍ଟ ବି ପନିର ଭଳିଆ ଲାଗିବ? ଆମେ ଛାଣି ସାରିଲା ପରେ ଦେଖିବ କେମିତି ଆଉ। ଆଚ୍ଛା ଆଚ୍ଛା ମାନେ ନନା କହିବା କଥା ଯେ ବେସନକୁ ସେ ଏମିତି ରୋଷେଇ କରିବେ ଯେ ସେ ଯେମିତି ପାଟିକି ପନିର ଭଳି ପୁରା ଲାଗିବ। ଆପଣମାନେ ଜାଣିପାରୁଥିବେ ମୁଁ ଏବେ ଘର ଭିତରକୁ ପଶି ଆସିଲି। ଆଉ ଏଠି ଠାକୁରଙ୍କ ପାଖରେ ଗୀତା ଯଜ୍ଞଟିଏ ଚାଲିଛି ଠାକୁରଙ୍କର ନାମ ଧରା ଚାଲିଛି। ଆଉ ଘର ଭିତରେ ଆଜି ଯେହେତୁ ଦାଦାଙ୍କ ବାପାଙ୍କର ଆଜି ଶ୍ରାଦ୍ଧ ମାନେ ପ୍ରଥମ ବାର୍ଷିକ ଆଜି ବର୍ଷିକିଆ ସେଇ ହିସାବରେ ଆଜି ଠାକୁରଙ୍କ ପାଖରେ ଆଜି ଗୀତା ଯଜ୍ଞ ବି ଚାଲିଛି। ଆଉ କ'ଣ କହିବୁ ଆଉ ଏକରେ ଦେଖିପାରୁଥିବେ ପିଣ୍ଡ ଚାଲିଛି ଏଠି। ଆଉ ପିଣ୍ଡରେ ନନା ଏଠି ମନ୍ତ୍ର ପଢ଼ା ଚାଲିଛି ତାଙ୍କ ଭାଇ ଦାଦାଙ୍କ ଭାଇ ଯିଏ ଏଠି ପିଣ୍ଡରେ ବସୁଛନ୍ତି। ଆଉ ଏବେ ସବୁ କାମ ସଇଲା ରୋଷେଇବାସ ସଇଲା ଖିଆପିଆ ବି ସଇଲା ଲୋକମାନେ ସବୁ ଖାଇ ପିଇ ସାଇଲେ। ଆଉ ଅମୂଲ୍ୟ ବି ଆସିକି ପହଞ୍ଚିଥିଲେ ଖାଇ ପିଇ ସାଇଲେ ଅମୂଲ୍ୟ। ଆଉ ବାସନ କୁସନ ବି ସବୁ ମଜା ସରିଗଲାଣି। ଆଜିର ସୁପର ହିଟ୍ ନାଟକ ବାବା ସ୍ୱଇଁ ଫକୀରା ମାଜିଲେ ବାସନ ଜଗତସିଂହପୁରରେ। ଆଉ ସନ୍ଧ୍ୟା ବେଳକୁ ରହିଲା ଖାଲି ଏଇଠି ବାବାଙ୍କ ପାଖରେ ଏଇଠି ଦେଖିପାରୁଥିବେ ବାବାଙ୍କ ମନ୍ଦିର। ବାବାଙ୍କ ପାଖରେ ସନ୍ଧ୍ୟା ବେଳକୁ ସଂକ୍ରାନ୍ତିରେ ମେଳା ହେବ ଆଜି। ଆଉ ସଂକ୍ରାନ୍ତି ମେଳା ହେବ। ଆଉ କ'ଣ କହିବୁ?
ଭିଡ଼ିଓଟାକୁ ଏଇଠି ଏଣ୍ଡ କରୁଛୁ। ଜୟ ଜଗନ୍ନାଥ।